ବାଘ ଏବଂ ସୁବର୍ଣ୍ଣ କଙ୍କଣ ଏବଂ ଜଣେ ବ୍ରାହ୍ମଣର କାହାଣୀ। ଥରେ ଜଣେ ବ୍ରାହ୍ମଣ ତୀର୍ଥ କରିବା ପାଇଁ ବାହାରିଲେ। ଯିବା ବାଟରେ ଏକ ବଡ଼ ଜଙ୍ଗଲ ଅତିକ୍ରମ କରିବାକୁ ପଡ଼ିଲା। ସେ ଜଙ୍ଗଲରେ କିଛି ବାଟ ଯିବା ପରେ ଦେଖିଲେ ଗୋଟିଏ ବାଘ ଘାସ ଖାଉଛି। ବାଘଟି ହ୍ରଦ କୂଳରେ ବସିଥାଏ। ବାଘଟି ଘାସ ଖାଉଥିବାର ଦେଖି ବ୍ରାହ୍ମଣଙ୍କୁ ଆଶ୍ଚର୍ଯ୍ୟ ଲାଗିଲା ଯେ ସବୁବେଳେ ଜୀବଜନ୍ତୁ ମାରି ଖାଇବା କଥା ସେ ପୁଣି ଘାସ ଖାଉଛି। ପୁଣି ବାଘ ହାତରେ ଏକ ସୁବର୍ଣ୍ଣ କଙ୍କଣ ଧରିଛି। କଙ୍କଣଟିରେ ସୂର୍ଯ୍ୟକିରଣ ପଡ଼ୁଥିବାରୁ ବେଶ୍ ଝଲମଲ ଦେଖାଯାଉଛି। ବାଘ ହାତରେ ସୁବର୍ଣ୍ଣ କଙ୍କଣ ଦେଖି ବ୍ରାହ୍ମଣଙ୍କ ମନରେ ଲୋଭ ଜାତ ହେବା ସ୍ୱାଭାବିକ କଥା। କିନ୍ତୁ ବାଘ ପାଖକୁ ଯାଇ ବ୍ରାହ୍ମଣ କଙ୍କଣଟିକୁ ଆଣିବେ କିପରି? ବ୍ରାହ୍ମଣ ମନେ ମନେ ଏହି କଥା ଚିନ୍ତା କରୁଥାନ୍ତି। କିଛି ସମୟ ପରେ ବାଘଟି ବ୍ରାହ୍ମଣଙ୍କୁ କହିଲା, ହଇରେ ବ୍ରାହ୍ମଣ, ମୁଁ ଏଠାରେ ଘାସ ଖାଉଥିବାର ଦେଖି ତୁ ଆଶ୍ଚର୍ଯ୍ୟ ହୋଇ ପାଇଥିବୁ। ତାପରେ ମୋ ହାତରେ ସୁବର୍ଣ୍ଣ କଙ୍କଣ ଦେଖି ଆହୁରି ଆଶ୍ଚର୍ଯ୍ୟ ହୋଇ ଲାଗୁଥିଲା। ମୁଁ ତୋତେ ଏହି କଙ୍କଣଟି ଦେବାକୁ ଚାହୁଁଛି। ମୋ ପାଖରେ ଏହି ଜିନିଷଟି ରହି କ'ଣ ଲାଭ? ବରଂ ଜଣେ ମନୁଷ୍ୟକୁ ଏହା ଦାନ କଲେ ଜିନିଷଟି ତା'ର କାମରେ ଆସିବ। ତୁ ମୋ ଠାରୁ ଏହା ଗ୍ରହଣ କର। ମୋତେ ଏକ ହିଂସ୍ର ଜନ୍ତୁ ବୋଲି ଭାବି ତୁ ବୋଧହୁଏ ଭୟ କରିପାରୁ। ମୁଁ ମୋର ଯୁବକ ଅବସ୍ଥାରେ ବହୁ ଜୀବଜନ୍ତୁ ମନୁଷ୍ୟମାନଙ୍କୁ ମାରି ଖାଇଛି। ସେହି ପାପ ପାଇଁ ମୁଁ ମୋର ପ୍ରାଣପ୍ରିୟା ପତ୍ନୀ ଏବଂ ପୁତ୍ରକୁ ହରାଇଥିଲି। ଥରେ ଜଣେ ସାଧୁଙ୍କ ସହିତ ମୋର ପରିଚୟ ହେଲା। ସାଧୁ ଜଣକ ମୋତେ ଶିକାର କରିବାକୁ ବାରଣ କଲେ। ସାଧୁ ମହାତ୍ମାଙ୍କ ଉପଦେଶ ମାନି ମୁଁ ନିରାମିଷ ପାଲଟି ଯାଇଛି। ପ୍ରତିଦିନ ମୁଁ ଏହି ନଦୀରେ ଗାଧୋଇ ସାରି ନଦୀ କୂଳରେ ଥିବା ଘାସକୁ ଖାଏ। ବୋଧହୁଏ ସେଥିପାଇଁ ମୋର ଦାନ୍ତ ଏବଂ ପଞ୍ଝା ଗୁଡ଼ିକ ନଷ୍ଟ ହୋଇଗଲାଣି। ମୋ କଥା ଶୁଣି ସାରିବା ପରେ ତୁ ତଥାପି ମୋତେ ବିଶ୍ୱାସ କରିପାରୁନୁ। ଦୟାକରି ମୋତେ ତୁ ବିଶ୍ୱାସ କର। ମୋ ଠାରୁ ଏହି ସୁବର୍ଣ୍ଣ କଙ୍କଣଟି ନେଇ ତୁ ତୋ ପତ୍ନୀକୁ ଦେଇଦେବୁ। ତଥାପି ମଧ୍ୟ ବ୍ରାହ୍ମଣ ବାଘର କଥାକୁ ବିଶ୍ୱାସ କରିପାରିଲା ନାହିଁ। ବିଶ୍ୱାସ ଜନ୍ମାଉଥିବା ପାଇଁ ବାଘଟି ବ୍ରାହ୍ମଣକୁ କହିଲା, ହେ ବ୍ରାହ୍ମଣ, ତୁ ଆଜି ପର୍ଯ୍ୟନ୍ତ ଜୀବନରେ ମାୟା ଛାଡ଼ିପାରୁନି। ଜୀବନର କ୍ଷଣସ୍ଥାୟୀ, ତଥାପି ମଧ୍ୟ ମନୁଷ୍ୟ ଠାରୁ ଆରମ୍ଭ କରି ଜୀବଜନ୍ତୁଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଏହା ଅତ୍ୟନ୍ତ ମୂଲ୍ୟବାନ। ମୁଁ ଜାଣିପାରୁଛି ତୁ ଦ୍ୱନ୍ଦ୍ୱରେ ପଡ଼ିଯାଇଛୁ। ଏହି ସୁବର୍ଣ୍ଣ କଙ୍କଣଟି ନିଶ୍ଚୟ ତୋର ଦରକାରରେ ଆସିବ। ଲୋକେ କହନ୍ତି ବ୍ରାହ୍ମଣ ଉଚ୍ଚ ଜାତି। ସେମାନଙ୍କୁ ଦାନ ଦେଲେ ଭଗବାନ ସନ୍ତୁଷ୍ଟ ହୁଅନ୍ତି, କାରଣ ଭଗବାନ ସହ ସେମାନଙ୍କର କୁଆଡ଼େ ସିଧା ସମ୍ପର୍କ ଅଛି ବୋଲି ସ୍ୱୟଂ ବ୍ରାହ୍ମଣମାନେ ହିଁ କୁହନ୍ତି। ସାଧାରଣ ଲୋକଙ୍କୁ ଦେବା ଅପେକ୍ଷା ତୋତେ ଦେଲେ ଭଗବାନ ଅଧିକ ଖୁସି ହେବେ।